ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ସତ୍ୟବ୍ରତ ବେହୁରା। ମହିଳାଙ୍କ ଜୀବନ ଓ ମର୍ଯ୍ୟାଦା ରକ୍ଷା କରିବା ସମାଜ ଓ ସରକାରଙ୍କ ଦାୟିତ୍ୱ, କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 11 ଲକ୍ଷ ନୂଆ ଲକ୍ଷପତି ଦିଦିଙ୍କୁ ବଣ୍ଟନ କଲେ ପ୍ରମାଣପତ୍ର। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ଦେଶକୁ ନିଶାମୁକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପ ଏବେ ପାଲଟିଛି ଦେଶବାସୀଙ୍କ ସଂକଳ୍ପ। ପ୍ରଧାନମନ୍ତ୍ରୀଙ୍କ ଏକୀକୃତ ପେନ୍ସନ୍ ସ୍କିମ୍ ୟୁପିଏସ୍କୁ ଅନୁମୋଦନକୁ ବିଜେପି ଏବଂ ସର୍ବଭାରତୀୟ ରେଳ କର୍ମଚାରୀ ମହାସଂଘର ସ୍ୱାଗତ। ଜନ୍ମାଷ୍ଟମୀ ପୂର୍ବ ସନ୍ଧ୍ୟାରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ଏବଂ ପାରା ଅଲିମ୍ପିକ୍ସରେ ଭାଗ ନେଉଥିବା ଭାରତୀୟ କ୍ରୀଡ଼ାବିତ୍ଙ୍କୁ ସମର୍ଥନ କରିବାକୁ ଦେଶବାସୀଙ୍କୁ ଅନୁରୋଧ କଲେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମହାରାଷ୍ଟ୍ରର ଜଲଗାଓଁଠାରେ ଆୟୋଜିତ କାର୍ଯ୍ୟକ୍ରମରେ 11 ଲକ୍ଷ ନୂଆ ଲକ୍ଷପତି ଦିଦିଙ୍କୁ ପ୍ରମାଣପତ୍ର ବଣ୍ଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ଲକ୍ଷପତି ଦିଦିମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ସେମାନଙ୍କ ବ୍ୟବସାୟ ବିଷୟରେ ଆଲୋଚନା କରିଥିଲେ। ଦେଶରେ ଯେଉଁ ଲକ୍ଷପତି ଦିଦିଙ୍କ ସଂଖ୍ୟା 1 କୋଟିରୁ ଅଧିକ, ସେମାନେ ବାର୍ଷିକ 1 ଲକ୍ଷ ଟଙ୍କାରୁ ଅଧିକ ରୋଜଗାର କରୁଛନ୍ତି। ଏନ୍ଡିଏ ସରକାରଙ୍କ ତୃତୀୟ ପାଳିରେ 11 ଲକ୍ଷ ନୂଆ ଲକ୍ଷପତି ଦିଦି ନିକଟରେ ଲକ୍ଷପତି ହୋଇଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ 2500 କୋଟି ଟଙ୍କାର ଗୋଷ୍ଠୀ ନିବେଶ ପାଣ୍ଠି ଉନ୍ମୋଚନ କରିଥିଲେ, ଯାହାଦ୍ୱାରା 4,30,000 ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରାୟ 48 ଲକ୍ଷ ସଦସ୍ୟ ଉପକୃତ ହେବେ ବୋଲି ଆଶା କରାଯାଉଛି। ପ୍ରଧାନମନ୍ତ୍ରୀ 5,000 କୋଟି ଟଙ୍କାର ବ୍ୟାଙ୍କ ଋଣ ମଧ୍ୟ ଜାରି କରିଛନ୍ତି, ଯାହାଦ୍ୱାରା 2,35,400 ସ୍ୱୟଂ ସହାୟକ ଗୋଷ୍ଠୀର 25,80,000 ସଦସ୍ୟ ଉପକୃତ ହେବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଭାରତର ମହିଳା ଶକ୍ତି ସର୍ବଦା ସମାଜ ଏବଂ ରାଷ୍ଟ୍ରର ଭବିଷ୍ୟତ ନିର୍ମାଣରେ ଅବଦାନ ଦେଇ ଆସିଛି। ସେ କହିଛନ୍ତି, ଏକଦା ମହିଳାଙ୍କ ପାଇଁ ସୀମିତ ଥିବା ସମସ୍ତ କ୍ଷେତ୍ରକୁ ମହିଳାଙ୍କ ପାଇଁ ଉନ୍ମୁକ୍ତ କରିବା ଦିଗରେ ସରକାର କାର୍ଯ୍ୟ କରୁଛନ୍ତି। ସଶକ୍ତିକରଣ ସହିତ ମହିଳାଙ୍କ ସୁରକ୍ଷା ଦେଶର ସର୍ବୋଚ୍ଚ ପ୍ରାଥମିକତା ବୋଲି ଶ୍ରୀ ମୋଦି କହିଛନ୍ତି। ସେ କହିଛନ୍ତି, ମହିଳାଙ୍କ ଉପରେ ଅତ୍ୟାଚାର ଏକ ଅକ୍ଷମଣୀୟ ପାପ ଏବଂ କୌଣସି ପରିସ୍ଥିତିରେ ଦୋଷୀଙ୍କୁ ଛଡ଼ାଯିବା ଉଚିତ ନୁହେଁ। ହସ୍ପିଟାଲ, ସ୍କୁଲ, ଅଫିସ କିମ୍ବା ପୋଲିସ ବ୍ୟବସ୍ଥା ଭଳି ସରକାରୀ ଅନୁଷ୍ଠାନକୁ ଏଥିପାଇଁ ଉତ୍ତରଦାୟୀ କରାଯିବା ଉଚିତ ବୋଲି ସେ କହିଛନ୍ତି ଏବଂ କହିଛନ୍ତି, ସେମାନଙ୍କର କୌଣସି ଅବହେଳା ଗ୍ରହଣୀୟ ନୁହେଁ। ଏକ ସମାଜ ଏବଂ ସରକାର ଭାବରେ ଆମର ସବୁଠାରୁ ବଡ଼ ଦାୟିତ୍ୱ ମହିଳାଙ୍କ ଜୀବନ ଏବଂ ମର୍ଯ୍ୟାଦା ରକ୍ଷା କରିବା ଉଚିତ ବୋଲି ଶ୍ରୀ ମୋଦି କହିଛନ୍ତି। ଆୟୋଜିତ ଉତ୍ସବରେ ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକୃଷ୍ଣନ, ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ, କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଏବଂ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ଏବଂ ଅଜିତ ପାୱାର ଓ ଅନ୍ୟମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଭର୍ଚୁଆଲ ମାଧ୍ୟମରେ ଦେଶର 34ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରାୟ 30,000 ସ୍ଥାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହା ଆଜି ଛତିଶଗଡ଼ର ନବ ରାୟପୁରରେ ନିଶାଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋ ଏନ୍ସିବିର ଆଞ୍ଚଳିକ ଶାଖା କାର୍ଯ୍ୟାଳୟକୁ ଆଭାସୀ ଜରିଆରେ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀ ଶାହାଙ୍କ ଅଧ୍ୟକ୍ଷତାରେ ଛତିଶଗଡ଼ର ମାଦକ ଦ୍ରବ୍ୟ ସ୍ଥିତି ଉପରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ, କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଓ ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମାଙ୍କ ସମେତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଏହି ଅବସରରେ ଶ୍ରୀ ଶାହା କହିଛନ୍ତି, ଭାରତର ସ୍ୱାଧୀନତାର ଶତବାର୍ଷିକୀ 2047 ସୁଦ୍ଧା ଦେଶକୁ ନିଶାମୁକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂକଳ୍ପ ଏବେ ପ୍ରତ୍ୟେକ ଦେଶବାସୀଙ୍କ ସଂକଳ୍ପ ପାଲଟିଛି। ସେ କହିଛନ୍ତି, ନିଶାଦ୍ରବ୍ୟର ବେଆଇନ କାରବାର ଜାତୀୟ ନିରାପତ୍ତା ସହ ଜଡ଼ିତ। ଏଥିରୁ ଅର୍ଜିତ ଅର୍ଥ ଆତଙ୍କବାଦ ଓ ମାଓବାଦକୁ ପ୍ରୋତ୍ସାହିତ କରିବା ସହ ଦେଶର ଅର୍ଥନୀତିକୁ ଦୁର୍ବଳ କରୁଛି। ସେ କହିଛନ୍ତି, ବେଆଇନ ବାଣିଜ୍ୟ ନେଟୱାର୍କକୁ ଯଥାଶୀଘ୍ର ଉଚ୍ଛେଦ କରିବାର ଆବଶ୍ୟକତା ରହିଛି। ଏହା ବିରୁଦ୍ଧରେ ସରକାର ଶୂନ୍ୟ ସହନଶୀଳତା ନୀତି ନେଇ ଆଗକୁ ବଢ଼ିବେ ବୋଲି ସେ କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ତାଙ୍କ ଛତିଶଗଡ଼ ଗସ୍ତ ସମୟରେ ନବରାୟପୁରରେ ପିପଲ ଫର ପିପୁଲ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏକ ପେଡ୍ ମା କେ ନାମ ଅଭିଯାନ ଅଧୀନରେ ଏହି ଅଭିଯାନ ଚାଲିଛି। ଏହା ଅଧୀନରେ ଏହି ଅଞ୍ଚଳରେ ସ୍ଥାନୀୟ ପ୍ରଜାତିର 1 ଲକ୍ଷରୁ ଅଧିକ ଗଛ ଲଗାଯିବ। ବର୍ତ୍ତମାନ ସୁଦ୍ଧା ସେଠାରେ 21,000ରୁ ଅଧିକ ପିପଳି ଗଛ ଲଗାଯାଇଛି। କେନ୍ଦ୍ରମନ୍ତ୍ରୀ ଚିରାଗ ପାଶୱାନ ଆଜି ପୁଣି ଥରେ ଲୋକ ଜନଶକ୍ତି ପାର୍ଟି ରାମବିଲାସର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ରାଞ୍ଚିରେ ଅନୁଷ୍ଠିତ ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ସର୍ବସମ୍ମତିକ୍ରମେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ବୈଠକରେ ହରିୟାଣା, ଜମ୍ମୁ କାଶ୍ମୀର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ନେଇ ମଧ୍ୟ ଆଲୋଚନା ହୋଇଥିବା ଚିରାଗ ପାଶୱାନ କହିଛନ୍ତି। ଶ୍ରୀ ପାଶୱାନ କହିଛନ୍ତି, ଝାଡ଼ଖଣ୍ଡରେ ଦଳ ବିଜେପି ସହ ମେଣ୍ଟ କରିପାରେ କିମ୍ବା ଏକାକୀ ନିର୍ବାଚନ ଲଢ଼ିପାରେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
ଏକୀକୃତ ପେନ୍ସନ୍ ସ୍କିମ୍ ୟୁପିଏସ୍କୁ ଅନୁମୋଦନ ଦେଇଥିବାରୁ ବିଜେପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛି। ବିଜେପିର ବରିଷ୍ଠ ନେତା ରବିଶଙ୍କର ପ୍ରସାଦ ନୂଆଦିଲ୍ଲୀରେ ଗଣମାଧ୍ୟମକୁ କହିଛନ୍ତି, ପ୍ରଧାନମନ୍ତ୍ରୀ ସମ୍ବେଦନଶୀଳ ଅଟନ୍ତି ଏବଂ କର୍ମଚାରୀଙ୍କ ଦାବି ଶୁଣିଛନ୍ତି ଓ ଏକ କମିଟି ଗଠନ କରିଛନ୍ତି। ଏହାର ରିପୋର୍ଟକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଥିବା ସେ କହିଛନ୍ତି। ପୁରୁଣା ପେନ୍ସନ୍ ଯୋଜନାକୁ ନେଇ ମଧ୍ୟ ଶ୍ରୀ ପ୍ରସାଦ କଂଗ୍ରେସକୁ ସମାଲୋଚନା କରିଛନ୍ତି। କଂଗ୍ରେସ ଓ ଦଳୀୟ ନେତା ରାହୁଲ ଗାନ୍ଧୀ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ଗତ 2 ବର୍ଷ ମଧ୍ୟରେ ହିମାଚଳ ପ୍ରଦେଶରେ ପୁରୁଣା ପେନ୍ସନ୍ ଯୋଜନା କାହିଁକି କାର୍ଯ୍ୟକାରୀ କରାଗଲା ନାହିଁ ବୋଲି ଶ୍ରୀ ପ୍ରସାଦ ପ୍ରଶ୍ନ କରିଛନ୍ତି। କେନ୍ଦ୍ର ସରକାରଙ୍କ ଦ୍ୱାରା ଏକୀକୃତ ପେନ୍ସନ୍ ସ୍କିମ୍ ୟୁପିଏସ୍କୁ ଅନୁମୋଦନ ମିଳିଥିବାରୁ ସର୍ବଭାରତୀୟ ରେଳ କର୍ମଚାରୀ ମହାସଂଘ ସ୍ୱାଗତ କରିଛି। ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଏଆଇଆର୍ଏଫ୍ ସାଧାରଣ ସମ୍ପାଦକ ଶିବ ଗୋପାଳ ମିଶ୍ର କହିଛନ୍ତି, ପ୍ରାୟ 23 ଲକ୍ଷ ସରକାରୀ କର୍ମଚାରୀ ଏହି ଯୋଜନା ଦ୍ୱାରା ଉପକୃତ ହେବେ। ଶ୍ରୀ ମିଶ୍ର କହିଛନ୍ତି, ୟୁପିଏସ୍ କର୍ମଚାରୀଙ୍କ ପରାମର୍ଶ ଏବଂ ଅନୁରୋଧ ପ୍ରତି ସଚେତନ ରହିଛି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇବା ସହ ସେମାନଙ୍କ ଦାବିକୁ ସେ ଗ୍ରହଣ କରିଥିବା ଓ ସେମାନଙ୍କ ସହ ଆଲୋଚନା କରିଥିବା କହିଛନ୍ତି। ଶ୍ରୀ ମିଶ୍ର ଆକାଶବାଣୀ ସମ୍ବାଦ ସହ କଥାବାର୍ତ୍ତା କରି କହିଛନ୍ତି ଯେ ସଂଶୋଧିତ ବ୍ୟବସ୍ଥା ସରକାରୀ କର୍ମଚାରୀ ଏବଂ ସେମାନଙ୍କ ପରିବାରକୁ ଚାକିରି ସୁରକ୍ଷା ପ୍ରଦାନ କରିବ। ବାଂଲାଦେଶରେ ଅର୍ଦ୍ଧ ସାମରିକ ବାହିନୀ ବାଂଲାଦେଶ ଅନସାରର ଯବାନମାନେ ଢାକାସ୍ଥିତ କେନ୍ଦ୍ରୀୟ ସଚିବାଳୟକୁ ଅବରୋଧ କରିବାରୁ ଏହାର କାର୍ଯ୍ୟକଳାପ ବନ୍ଦ ରହିଛି। ବାଂଲାଦେଶର ଏକ ଘରୋଇ ନ୍ୟୁଜ୍ ଏଜେନ୍ସିର ରିପୋର୍ଟ ଅନୁଯାୟୀ ଆଜି ଦିନ 12ଟା ପରେ ଆରମ୍ଭ ହୋଇଥିବା ଏହି ବିକ୍ଷୋଭରେ ଅନସାରର ସଦସ୍ୟମାନେ ସଚିବାଳୟ ଓ ଏହାର ବିଭିନ୍ନ ଗେଟ୍ ସମ୍ମୁଖରେ ଛିଡ଼ା ହୋଇ ପ୍ରଶାସନିକ କେନ୍ଦ୍ରକୁ ଅବରୋଧ କରିଥିଲେ। ବାଂଲାଦେଶରେ ରବିବାର ହେଉଛି ସପ୍ତାହର ପ୍ରଥମ କାର୍ଯ୍ୟଦିବସ। ସଚିବାଳୟର 5ଟି ଯାକ ଗେଟ୍ ଅବରୋଧ କରିଥିବାରୁ ସରକାରୀ ଅଧିକାରୀ ଓ କର୍ମଚାରୀମାନେ ଭିତରେ ଫସି ରହିଛନ୍ତି। ପରିସରରୁ କେହି ବାହାରି ପାରୁନାହାନ୍ତି କି ଭିତରକୁ ପ୍ରବେଶ କରିପାରୁନାହାନ୍ତି, ଯାହାଫଳରେ ଭିତରେ ଥିବା ଲୋକମାନଙ୍କ ଅବସ୍ଥା ଆହୁରି ଗମ୍ଭୀର ହୋଇଛି। ସେମାନଙ୍କ ଚାକିରିର କେତେକ ସର୍ତ୍ତ ପୂରଣ ଦାବିରେ ଅନସାର ବାହିନୀ ଗତ 2 ଦିନ ହେବ ଆନ୍ଦୋଳନ ଜାରି ରଖିଛି। ଦୀର୍ଘଦିନ ଧରି ଭେଦଭାବର ସମ୍ମୁଖୀନ ହେଉଥିବା ସେମାନେ ଦାବି କରିଛନ୍ତି ଏବଂ କହିଛନ୍ତି ସେମାନଙ୍କ ସମସ୍ୟାର ସମାଧାନ ପାଇଁ ପୂର୍ବ ପ୍ରତିଶ୍ରୁତି ପୂରଣ ହୋଇନାହିଁ। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନକାରୀମାନେ ଅବରୋଧ ଜାରି ରଖିବେ ବୋଲି ସେ କହିଛନ୍ତି। ଜନ୍ମାଷ୍ଟମୀ ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀ ଏବଂ ବିଦେଶରେ ରହୁଥିବା ସମସ୍ତ ନାଗରିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି, ଆନନ୍ଦର ଏହି ପର୍ବ ଆମକୁ ଭଗବାନ ଶ୍ରୀକୃଷ୍ଣଙ୍କ ଦିବ୍ୟ ଆଦର୍ଶରେ ନିଜକୁ ସମର୍ପିତ କରିବାକୁ ପ୍ରେରଣା ଦେଇଥାଏ। ଶ୍ରୀକୃଷ୍ଣ ଓ ଅର୍ଜୁନଙ୍କ ସଂଳାପ ଶ୍ରୀମଦ୍ ଭଗବତ ଗୀତା ସମଗ୍ର ମାନବଜାତି ପାଇଁ ପ୍ରେରଣା ଓ ଜ୍ଞାନର ଏକ ଚିରନ୍ତନ ଉତ୍ସ ବୋଲି ଶ୍ରୀମତୀ ମୁର୍ମୁ କହିଛନ୍ତି। ଭଗବାନ ଶ୍ରୀକୃଷ୍ଣଙ୍କ ଶିକ୍ଷାକୁ ଗ୍ରହଣ କରିବା ସହ ଦେଶର ପ୍ରଗତି ଓ ସମୃଦ୍ଧି ପାଇଁ କାର୍ଯ୍ୟ କରିବାକୁ ସଂକଳ୍ପ ନେବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ମଧ୍ୟ ଏହି ଉପଲକ୍ଷେ ସମସ୍ତ ନାଗରିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ବାର୍ତ୍ତାରେ ଶ୍ରୀ ଧନଖଡ଼ କହିଛନ୍ତି, ଜନ୍ମାଷ୍ଟମୀ ହେଉଛି ଏକ ଗଭୀର ଆଧ୍ୟାତ୍ମିକ ମହତ୍ତ୍ୱପୂର୍ଣ୍ଣ ଦିନ, ଯାହା ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମକୁ ପ୍ରତିଫଳିତ କରିଥାଏ। ଭଗବାନ ଶ୍ରୀକୃଷ୍ଣ ଦିବ୍ୟ ପ୍ରେମ, ଜ୍ଞାନ ଓ ଧାର୍ମିକତାର ପ୍ରତୀକ ଅଟନ୍ତି। ଉପରାଷ୍ଟ୍ରପତି କହିଛନ୍ତି, ଏହି ପର୍ବ ଧର୍ମର ଚିରନ୍ତନ ମୂଲ୍ୟବୋଧ, ମନ୍ଦ ଉପରେ ଭଲର ବିଜୟ ଏବଂ ସତ୍ୟ ଓ କରୁଣାରେ ଜଡ଼ିତ ଜୀବନଯାପନର ଗୁରୁତ୍ୱକୁ ମନେ ପକାଇଥାଏ। ପଶ୍ଚିମ ଏସିଆରେ ଉତ୍ତେଜନା ବୃଦ୍ଧି ପାଉଥିବା ବେଳେ ହିଜବୁଲ୍ଲା ଇସ୍ରାଏଲ ବିରୋଧରେ ପ୍ରତିଶୋଧମୂଳକ ଆକ୍ରମଣ ଆରମ୍ଭ କରିଛି। ହିଜବୁଲ୍ଲାର ଜଣେ ଉଚ୍ଚପଦସ୍ଥ ସାମରିକ ନେତା ଫୱାଦ ସୁକୋରଙ୍କ ହତ୍ୟାର ଜବାବରେ ହିଜବୁଲ୍ଲା ଏହି ଆକ୍ରମଣ କରିଥିବା ଜଣାପଡ଼ିଛି। ଗତ ଜୁଲାଇ 30 ତାରିଖରେ ବେରୁତ୍ର ଦକ୍ଷିଣ ଉପକଣ୍ଠରେ ସୁକୋରଙ୍କ ମୃତ୍ୟୁର 3 ସପ୍ତାହରୁ ଅଧିକ ସମୟ ପରେ ଆଜି ସକାଳେ ଏହି ଆକ୍ରମଣ କରାଯାଇଛି। ହିଜବୁଲ୍ଲା ପକ୍ଷରୁ ଜାରି ବିବୃତ୍ତି ଅନୁଯାୟୀ ସଂଗଠନ ଇସ୍ରାଏଲ ଅଞ୍ଚଳରେ ବହୁ ସଂଖ୍ୟକ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ବ୍ୟବହାର କରି ଆକ୍ରମଣ କରିଥିଲା। ତେବେ କ୍ଷୟକ୍ଷତି ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରି ନାହିଁ। ଇତିମଧ୍ୟରେ ଇସ୍ରାଏଲ ଘୋଷଣା କରିଛି, ହିଜବୁଲ୍ଲା ଆକ୍ରମଣ ପୂର୍ବରୁ ଲେବାନନରେ 100ଟି ଲଢୁଆ ବିମାନ ବ୍ୟବହାର କରି ଆଗୁଆ ଆକ୍ରମଣ କରାଯାଇଥିଲା। ଇସ୍ରାଏଲ ସେନା ପକ୍ଷରୁ କୁହାଯାଇଛି, ପୂର୍ବରୁ ଇସ୍ରାଏଲ ବିରୋଧରେ ବଡ଼ ଧରଣର ଆକ୍ରମଣ ପାଇଁ ପ୍ରସ୍ତୁତି ଚାଲିଥିବା ଜଣାପଡ଼ିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଚଳିତ ମାସ 28 ତାରିଖରୁ ଆରମ୍ଭ ହେବାକୁ ଥିବା ପ୍ୟାରିସ୍ ପାରାଅଲିମ୍ପିକ୍ସରେ ଭାଗ ନେଉଥିବା ଭାରତୀୟ କ୍ରୀଡ଼ାବିତ୍ମାନଙ୍କୁ ସମର୍ଥନ କରିବାକୁ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ମାଣ୍ଡବ୍ୟ କହିଛନ୍ତି, 84 ଜଣ ଆଥଲେଟ୍ଙ୍କୁ ନେଇ ଗଠିତ ଦେଶର ସର୍ବବୃହତ ଦଳ ଏହି ପାରାଅଲିମ୍ପିକ୍ସରେ ଅଂଶଗ୍ରହଣ କରିବ। ସେ ଆହୁରି ମଧ୍ୟ କହିଛନ୍ତି, ସମସ୍ତ ଦେଶବାସୀ ଚିୟର ଫର୍ ଭାରତ ସ୍ଲୋଗାନ ଦେବା ଉଚିତ ଏବଂ ଖେଳାଳିମାନଙ୍କୁ ଉତ୍ସାହିତ କରିବା ଉଚିତ। ମୁଖ୍ୟ ସମ୍ବାଦ ପୁଣିଥରେ। ମହିଳାଙ୍କ ଜୀବନ ଓ ମର୍ଯ୍ୟାଦା ରକ୍ଷା କରିବା ସମାଜ ଓ ସରକାରଙ୍କ ଦାୟିତ୍ୱ, କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 11 ଲକ୍ଷ ନୂଆ ଲକ୍ଷପତି ଦିଦିଙ୍କୁ ବଣ୍ଟନ କଲେ ପ୍ରମାଣପତ୍ର।
ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଦେଶକୁ ନିଶାମୁକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପ ଏବେ ପାଲଟିଛି ଦେଶବାସୀଙ୍କ ସଂକଳ୍ପ। ଜନ୍ମାଷ୍ଟମୀ ପୂର୍ବ ସନ୍ଧ୍ୟାରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ଏବଂ ପାରା ଅଲିମ୍ପିକ୍ସରେ ଭାଗ ନେଉଥିବା ଭାରତୀୟ କ୍ରୀଡ଼ାବିତ୍ଙ୍କୁ ସମର୍ଥନ କରିବାକୁ ଦେଶବାସୀଙ୍କୁ ଅନୁରୋଧ କଲେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।